एवरीवन मुझे गाधे कि आसिली देहटा भल ना आज मोर ड्यूटी अच्छी तो ये जावाक पड़ो खरा भी बहुत जोर हो तो छाड़ू देहटा भी भल ना जल्दी जल्दी टे बाहर के जी तो गाइस चलतु आउटफिटा पिंधिकी मुझे लाइटिंग हो देखा पिंधि जी तो चलतु जल्दी जल्दी टे बाहर पड़ा तो गाइस जल्दी जल्दी ड्रेस में पिंधे जल्दी जल्दी टे करदेवी मॉइस्चराइजर लगेदवा नूआ पैकेट अच्छी तो देखा खुला ही ये सनस्क्रीन मत बहुत पसंद सनस्क्रीन लगेला तार ग्लो पूरा अलग यहाँ भी आप देखते मोर सन्स प्रोटेक्ट बॉडी लोशन तो मेरी सन्स प्रोटेक्ट बॉडी लोशन टिके ये गरम दिन जेहेतु एगुड़ा सब मोस्ट इम्पोर्टेंट मेकअप ना किसी आवश्यक नहीं कहीं गरम में जो झाड़ बहुत बाहर को जी मैंने मेकअप किसी आवश्यक न थे मुझे तो मेकअप के रेफर करे ना बोले मुझे फोटो शूट करे वीडियो करे मुझे मेकअप मतलब फाउंडेशन ये सब मुझे लगाएनी मुझे बस एक नॉर्मल क्रीम आ कॉम्पैक्ट पाउडर बस कभी देखी पारे एतिक मोर लिपस्टिक कलर देख पाते बहुत सुंदर मोर तो फेवरेट नहीं जानने का इस कहा केमी लगे किंतु मत बहुत भल आ कलरटा देखा मुझे फेस लगे ए मो फेस केमती गोटे देखा देखो गाइस लिपस्टिक लगेला तार लुक पूरा चेंज लगुच जमी मेकअप नहीं तो लिपस्टिक लुकटा डिफरेंट आसे मो मामा फोन कर खायापी मत भल ना मत खाया इच्छा नहीं देन रेडी हेयर स्टाइल का करवा किसी करना गाइस बस खाली टिके आउ किसी करवार नहीं बस खाली टिके हेयर स्टाइल टिके करवा चलो टिके हेयर स्टाइल टा करनबा हेयर स्टाइल कहले गाइस जेहेतु आम कुर्ती पिंधु तो टे हेयर स्टाइल कले भल लगे किंतु मुझेतु जाऊँगी गरम आउ जाऊँगी तो मुझे हेयर स्टाइल करके जापर ना गरम झाड़ 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 हो देखी पारे ये गोटे कलर भी अच्छी मुझे जल्दी जल्दी हेयर बांधि नेबी देन जेहेतु मत दी तीन थर कल आई मो मम्मी रखे दौना खायापी डाकुन से मत खुए ही छाड़े छाड़ू देखो तो एबे झाड़ हो गले कि ना रेडी गोटे मिनिट मु रेडी आउ क्लचरटा नहीं क्लिप टिके बेनटा जेहेतु ये जी तो गुड़े जावाक पड़ो से क्लचरटा नहीं आउ जेहेतु मत मो फेस रे बांधार अच्छे स्टलटा से नहीं जी तो ये तो फिलहाल मुझे देखी पारे मोर पूरा लुक किसी ना सिंपल
ଏଠି ଜେଜେ ଆମର ତାଙ୍କର ଦେଖିପାରୁଥିବେ ଏଇ ଏଜ୍ରେ ବି ସେ ବହୁତ କାମ କରନ୍ତି ଆଉ ତାଙ୍କ ଭଳିଆ କେହି କାମ କରିବେନି ସେ ବହୁତ ହେଲ୍ପ କରନ୍ତି ଆମକୁ ଆଉ ତାଙ୍କୁ ଏଠି ହସ ଦେଖିପାରୁଥିବେ ମୁଁ ତାଙ୍କୁ କହୁଥିଲି ତାଙ୍କ ମ୍ୟାରେଜ୍ କଥା ତ ଚାଲନ୍ତୁ ଦେଖନ୍ତୁ ଆଗକୁ ମଜାମସ୍ତି ଏଇଭଳିଆ ଆମର ଟିକେ ଖଟି ଟିକେ ମସ୍ତି ଏଇଭଳିଆ ଚାଲିଛି କାମ ଭିତରେ ଟିକେ ମଜାମସ୍ତି କରିଯାଇଥିଲୁ ଆମକୁ ଟିକେ ଟାୟାର୍ଡନେସ୍ ବି ଫିଲ୍ ହୁଏନି ତ ସିଏ ଗୋଟେ କଥା କହୁଥିଲେ ମୋତେ ହସ ଲାଗିଲା ତ ଆମେ ହସୁଥିଲୁ ତାପରେ ଦେଖନ୍ତୁ ମୁଁ ତାଙ୍କୁ କ'ଣ କହୁଛି ତ ଆପଣମାନେ ଏଠି তোমার ଶୁଣିପାରିବେ। গোটে প্রস্তাব পকাইবা দিদাকে রিজেক্ট করব ବହୁତ ଖରା ଆସିକି ଦିନ 3ଟା ହେଲାଣି ଆଉ ଖାଇବା ପିଇବା କିଛି ବି ନାହିଁ ଗାଈ ଆଉ ଏଠି ମୁଁ ଫୁଲ୍ ଟାୟାର୍ଡ଼ ହେଲିଣି ମୋ ଅବସ୍ଥା ଦେଖିପାରୁଥିବେ କ'ଣ ହିଁ କରିବୁ କାମ ଅଛି ତ କରିବାକୁ ପଡ଼ିବ ତ ଚାଲନ୍ତୁ ମୋତେ ଏଠି ବହୁତ ফাইনালি ମୁଁ ଜୋରରେ ଆସିକି ବୋର୍ ଘରେ ବି ଲାଗିଲାଣି ଆଉ ପହଞ୍ଚିଲି ଭୋକ ଆଉ ବି ବହୁତ ଆପଣମାନେ ଜୋରରେ ଟାଇମ୍ କଲାଣି ଦେଖନ୍ତୁ ଆଗକୁ 4ଟା ହେଲାଣି ଘରେ ଆସି ଏବେ ପହଞ୍ଚିଲୁ ବାପାଙ୍କର ମୋର ଖାଇବା ପିଇବା କିଛି ନାହିଁ ଅବସ୍ଥା ତ ହାଲତ ତ ଆପଣମାନେ ଦେଖିପାରୁଥିବେ ଯେ କ'ଣ ହେଇଛି କ'ଣ ନାହିଁ ଏବେ ଯେଉଁ ରେଟ୍ରେ ଯେମିତି ହେଲା କି ଆମ ସରକାର ଯେଉଁ ରେଟ୍ରେ ହେଲା କି ସବୁ ନିୟମ ରୁଲ୍ ରେଗୁଲେସନ୍ ଚେଞ୍ଜ କରୁଛନ୍ତି ପର୍ ଡେ ହେଲା କି ଡ୍ରେସ୍ ଚେଞ୍ଜ କଲା ଭଳିଆ ରୁଲ୍ ରେଗୁଲେସନ୍ ଚେଞ୍ଜ କରୁଛନ୍ତି ମାନେ ଲୋକ ହେଲା କି ହଇରାଣ ଏତେ ରେଟ୍ରେ ହେଉଛନ୍ତି ଖରାରେ ମାନେ କେଉଁ ହେଲା କି ଲୋକ ହେଲା ଖରାରେ ଆସିବେ ଯେ ହେଲା କି ମାନେ ଯେମିତି ହେଲା କି ଆମେ ହଇରାଣ ହେଉଛୁ ସେମିତି ହେଲା କି ଲୋକ ବି ହଇରାଣ ହେଉଛନ୍ତି ସମସ୍ତେ ହଇରାଣ ହେଉଛନ୍ତି ସରକାର କେବେ ମାନେ ଏ ନିୟମ ଚେଞ୍ଜ କରି କେବେ ଥକିବେ ଆଉ କେବେ ବସିବେ ମୁଁ ଜାଣିପାରୁନି ଛାଡ଼ନ୍ତୁ ସରକାରକୁ କ'ଣ ବି କହିବୁ ସିଏ ତାଙ୍କର ମନ ଇଚ୍ଛା ଯାହା କରୁଛନ୍ତି ସିଏ ତ ବସି ରହୁଛନ୍ତି ଏସିରେ ଆଉ ସିଏ ଜାଣିବେ କେଉଁଠୁ ଯେ ଏ ଖରାରେ ଇଏରେ 2ଟା 2:30 ବେଳେ ଲୋକ ହଇରାଣ କେଉଁ ରେଟ୍ରେ ହେଉଛନ୍ତି ଛାଡ଼ନ୍ତୁ ଆଉ କ'ଣ ହିଁ କହିବି ଚାଲନ୍ତୁ ଭୋକ ବି କଲାଣି ବହୁତ ଜୋରେ ମୁଁ ଖାଇନି ବାପା ବି ଖାଇନାହାନ୍ତି ଆମେ ଯାଉଛୁ ଖାଇବା ପାଇଁ ଭୋକ କଲାଣି ଦେଖିପାରୁଥିବେ ଅବସ୍ଥା କଲାଣି ଟିକେ ରେଷ୍ଟ ନେବି ଆଖି ପେନ୍ କଲାଣି ମୁଁ ତ ଏତିକି ହେଉଛି ମୋ ବାପା ତାହେଲେ ଏକୁଟିଆ ମଣିଷ ମୁଁ ତ ହଷ୍ଟେଲ ପଢ଼ିଛି ଯେତେବେଳେ ବାପା ଏକୁଟିଆ ରହୁଛନ୍ତି ସେ କେତେ ହଇରାଣ ହେଉଛନ୍ତି ସେଇଟା ଭାବିକି ମୋତେ ବହୁତ ହିଁ ଦୁଃଖ ଲାଗୁଛି କ'ଣ କରିବି କିଛି କରିବା ନାହିଁ ମୁଁ ଯେମିତି ମୋ ବାପା ଯେମିତି ହଇରାଣ ହେଉଛନ୍ତି ସମସ୍ତଙ୍କ ବାପା ବି ଯେମିତି ପରିଶ୍ରମ କରୁଥିବେ ସେଇଟା ସମସ୍ତେ ବୁଝିବା ଦରକାର ପ୍ଲିଜ୍ ନିଜ ବାପା ମାଆର ଦୁଃଖ କଷ୍ଟ ବାପା ମାଆ ତୁମ ପାଇଁ ଯେମିତି ଖଟୁଛନ୍ତି ଆଟଲିଷ୍ଟ ସେଇ ହେଲା କି ଏଇଟା ରଖନ୍ତୁ ବାପା ମାଆଙ୍କୁ ରେସ୍ପେକ୍ଟ ଦିଅନ୍ତୁ ବାପା ମାଆଙ୍କୁ ସେତିକି ହେଲା କି ଭଲ ପାଇବା ଦିଅନ୍ତୁ ଛାଡ଼ନ୍ତୁ ମୁଁ ଯାଉଛି ଖାଇବି ଆଉ ବେଶୀ କିଛି କହିପାରିବିନି ମୋର ପେସେନ୍ସ ହିଁ ନାହିଁ ବାଏ ବାଏ ଆଜିର ବ୍ଲଗ୍କୁ ମୁଁ ଏଇଠି ଏଣ୍ଡ କରୁଛି ପୁଣି ଦେଖାବା ଆଉ ଗୋଟେ ନୂଆ ବ୍ଲଗ୍ରେ ଆପଣମାନେ ମୋ ଭିଡ଼ିଓକୁ ଲାଇକ୍ କରିବାରୁ ସପୋର୍ଟ କରିବାରୁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାରୁ ଆପଣମାନଙ୍କୁ ଥ୍ୟାଙ୍କ ୟୁ ଭଗବାନ ଆପଣମାନଙ୍କର ମଙ୍ଗଳ କରନ୍ତୁ ଆପଣମାନେ ସବୁ ଟେନସନ୍ରୁ ମୁକ୍ତିରୁ ପାଆନ୍ତୁ ଆଉ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ।